हे शिव शंकर रुद्रण नीलकंठ त्रिलोचन भव सर्व भवानी मृत्युंजय नमस्ते नमस्तेस्तु महामाये श्रीपीठ सुरपूजिते शंख चक्र गदा हस्ते महालक्ष्मी नमस्ते महाराणी रेणुका प्राणनाथ धन्य मुहि काहे स्वामी धन्य मुहि चंदनगढ़ राजा नगेन्द्र प्रताप स्वामी शांतशील राजा बोली घोषे जगते प्राणनाथ महाराणी कि सुंदर प्रतार सुनेली रंगरे आच्छादित मोहर श्रीनग्र मृदु मलय मन प्राण निये आनंदरे भरे तुम्हें तो जानिछ महाराणी की कथा स्वामी राज्य रे मो भौगोलिक आयतन होई पारे छोट स्वामी वीरत्वरे किंतु मो राज्य अद्वितीय शत्रु भय नाही मो राज्य नाही जरा नाही व्याधि सुखर स्रोतरे भसुचंती मोर प्रजापुंज कि आनंद कि उल्लासे राजव्यापी आज खाली चयकार ध्वनि प्राणनाथ छुटी चाले पुरे मोर सुख्यात सुनाम सतरे स्वामी हाँ महाराणी आस से ही आनंद रे गाई जीवा गोटे सुमधुर संगीत तेज चलतु स्वामी राजकुल इंद्र राजन नगेन्द्र राजमार्गे धीरे गमन अति स्नेहमयी धर्म पत्नी मोरा बुद्धिमती संगे घेनिन राजन नगेन्द्र राजमार्गे धीरे गमन अति स्नेहमयी धर्म पत्नी मोरा बुद्धिमती संगे घेनिन पूर्ण चंद्रमा परी तांकर दिशे गोरा बदन नील फलर सदृश जान बेलोचन सर्वांगे मंडित रत्न अलंकार दिव्य वसन राजकुल इंद्र राजन नगेन्द्र राजमार्गे धीरे गमन अति स्नेहमयी धर्म ज्ञानवंत संगे घेनिन कि सुंदर ही जुगल कनरे रत्न कुंडल रे चांद सोल विराजी सुबेश सुंदर सुरंग धीर मुख कमल शशि
ପିତ୍ତଳ କନରେ ରତ୍ନ କୁଣ୍ଡଳରେ ଚାନ୍ଦ ଶୂଳ ବିରାଜି ସୁବେଶ ସୁନ୍ଦର ସୁରଙ୍ଗ ଧୀର ମୁଖ କମଳ ଶଶୁର ବକ୍ଷସ୍ଥଳେ ଲମ୍ବି ଅଛି ସୁଗନ୍ଧ ମାଳି କସ୍ତୁରୀ କୁସୁମ ହୋଇଛି ମୁକୁନ୍ଦ ବଂଶୀର କୀର୍ତ୍ତି ସିଂହାସନ ମୁକୁନ୍ଦ ବଂଶୀର କୀର୍ତ୍ତି ସିଂହାସନ ଉଡ଼େ ଯାର ଯଶଗାନ ରାଜକୁଳ ଇନ୍ଦ୍ର ରାଜନ ନଗେନ୍ଦ୍ର ରାଜମାର୍ଗେ ଧୀରେ ଗମନ অতি স্নেহময়ী ধর্মপত্নী মোর বুদ্ধিমতী সঙ্গে মহারানী রেণুকা প্রাণনাথ কি সুন্দর হিম চন্দনগড় স্বামী হীরা নীলা মতি মাণিক্যরে খঞ্জা হিম চন্দনগড় মহারানী প্রাণনাথ তুম ପରିସହ ଧର୍ମିଣୀଙ୍କୁ ଘେନି ଏହି ଚନ୍ଦନଗଡ଼ ରାଜ୍ୟରେ ପ୍ରଜା ବତ୍ସଳ ରାଜା ଭାବେ ଉଡ଼େ ମୋର ବିଜୟ କେତନ ସ୍ୱାମୀ ହଁ ମହାରାଣୀ ମୁଁ ବି ତ ଆପଣଙ୍କୁ ପତି ରୂପରେ ଗ୍ରହଣ କରି ମହାରାଣୀ ନିଜକୁ ନିଜ ଧନ୍ୟ ମନେ କରିଛି ସତରେ କାହିଁକି ନା ଜାଣିଛନ୍ତି କାହିଁକି ମହାରାଣୀ ଭାଗ୍ୟରେ ଥିଲେ ଆପଣଙ୍କ ପରି ଲୋକକୁ ପତି ରୂପରେ ଗ୍ରହଣ କରିବାକୁ ହେବ ସ୍ୱାମୀ ମହାରାଣୀ हे प्राणपति हे प्राणपति ए पाद पंकज सेवी लभिबी मुक्ति ସତରେ ମହାରାଣୀ हे प्राणपति हे प्राणपति ए पाद पंकज सेवी लभिबी मुक्ति तव चरण ଶୁଣି ତୁମ ସୁଧା ସମବାଣୀ ସତର ସ୍ୱାମୀ ପତି ପରାମର୍ଶେ ତୁମେ ଅଟ ବିଶାରଦ ପ୍ରାଣନାଥ ମହାରାଣୀ ରେଣୁକା ଆରେ ତୁମକୁ ଗୋଟିଏ କଥା କହୁଛି କି କଥା ସ୍ୱାମୀ ଏହି ଚନ୍ଦନଗଡ଼ ରାଜ୍ୟରେ ଯୁବରାଜ ଆଦର୍ଶକୁ ଯୁବରାଜ ପଦରେ ଅଭିଷିକ୍ତ କରି ଆନନ୍ଦରେ ମୁଁ କିଛି ଦିନ ବିଶ୍ରାମ ନେବାକୁ ଚାହେଁ ଯଦି କୌଣସି ଆପତ୍ତି ଅଛି ତାହେଲେ ଖୋଲା ହୃଦୟରେ ପ୍ରକାଶ କର ମହାରାଣୀ ନିଶ୍ଚୟ ସ୍ୱାମୀ ମୋର ଗୋଟେ ଛୋଟିଆ ଆପତ୍ତି ଅଛି ଆପତ୍ତି ଅଛି ଛୋଟ ମୁହଁରେ ବଡ଼ କଥା ହଁ ଜାଣିଛନ୍ତି ହଁ ମହାରାଣୀ ଆପଣଙ୍କର ଜ୍ୟେଷ୍ଠ ପୁତ୍ର ଆଦର୍ଶ ଜ୍ୟେଷ୍ଠ ପୁତ୍ର ଆଦର୍ଶ ହଁ ପ୍ରାଣନାଥ ଆଦର୍ଶର କ'ଣ ହେଇଛି ମହାରାଣୀ ଆମ ଜମିଦାର ରୁଦ୍ରମାଧବଙ୍କର ଝିଅ ରୁଦ୍ରମାଧବର ଝିଅ ନାମ ଅଟେ ତାର ରୂପାଳୀ ସେଇ ରୂପାଳୀ ସହିତ ଅନେକ ଦିନ ହେଲା ଆମ ଆଦର୍ଶର ପ୍ରେମ ସମ୍ପର୍କଟା ଗଢ଼ି ଉଠିଛି ମହାରାଣୀ ନା ତୁମେ କାହିଁକି ଏସବୁ ମିଛ କଥା କହୁଛ ମହାରାଣୀ ତୁମେ ଜାଣିନ ମହାରାଣୀ ତାର ମାର ପାରିକୁ ଚାଲିଗଲା ପରେ
এই হাତରେ ତାକୁ ଲାଲନ ପାଳନ କରି ଏଡ଼ିଠୁ ଏଡ଼ିଟିଏ କରିଛି ନା ମହାରାଣୀ। ଆଦର୍ଶ ଏମିତି କାମ କରିବନି ଯେ ଏ ଦୁନିଆ ଆଗରେ ମୋତେ ଲଜ୍ଜିତ ହେବାକୁ ପଡ଼ିବ। କାହିଁକି କାହିଁକି ତୁମେ ସବୁ ଏସବୁ ମିଛ କଥା କହୁଛ? ନା ସ୍ୱାମୀ, ଏ କଥା ମୁଁ କହୁନି। ଏ ରାଜ୍ୟର ପ୍ରଜାବାସୀ ମାନେ ସମସ୍ତେ ଟାଇଟା ପୁରା ହେଇ କହୁଛନ୍ତି ଆପଣଙ୍କର ପୁତ୍ର ଆଦର୍ଶର ଗୁଣ। ନା ମହାରାଣୀ ନା, ମୁଁ କାହାରି କଥାକୁ ବିଶ୍ୱାସ କରିବିନି। କାହିଁକି ସ୍ୱାମୀ? କାହିଁକି ଜାଣିଛ? ଯେବେ ନ ଦେଖିବ ବେନି ନୟନେ, ପରତେ ନ ଯିବ ଗୁରୁ ବଚନେ। ଆଦର୍ଶକୁ ମୁଁ ନିଜେ ପଚାରିବି ମହାରାଣୀ, ଆଦର୍ଶକୁ ମୁଁ ନିଜେ ପଚାରିବି। ମୁଁ ବି ତ ସେଇ କଥା କହୁଥିଲି ସ୍ୱାମୀ। ଆଦର୍ଶ, ମୋର କ'ଣ ଭୁଲ ରହିଗଲା ଯେ ଏ ଦୁନିଆ ଆଗରେ ମୋତେ ମୁଣ୍ଡ ନୁଇବାକୁ ପଡ଼ିବ? କହିବି ମହାରାଣୀ, ଆସନ୍ତାକାଲି ମୁଁ ନିଶ୍ଚୟ କହିବି। ମୁଁ ବି ତ ସେଇ କଥା କହୁଥିଲି ପ୍ରାଣନାଥ। ନେଡ଼ିଗୁଡ଼ କହୁଣୀକୁ ବୋଇଯିବା ଆଗରୁ ଏ ହେଉଛି ଉପଯୁକ୍ତ ସମୟ। ହଁ ମହାରାଣୀ, ଏହି ସମୟ ଯଦି ଆପଣ ଭାବିଚିନ୍ତି ଗୋଟିଏ ସୁଚିନ୍ତିତ ମତାମତ ନେଲେ ହୁଏତ କଥାଟାକୁ ଗତି କରିପାରନ୍ତା ନାହିଁ। ଠିକ ଅଛି ମହାରାଣୀ, ମୁଁ ଭାବିଚିନ୍ତି ହିଁ ନିଷ୍ପତ୍ତି ନେବି। ଆସନ୍ତାକାଲି ମୁଁ ନିଶ୍ଚୟ କହିବି। ହେଲେ ମହାରାଣୀ, ହେଲେ ପୁଣି କ'ଣ? ଆରେ ସମୟଟା ଅତିବାହିତ ହେଇଗଲାଣି। ଚାଲ ଚାଲ, କ'ଣ କିଛି ଖାଇବାକୁ ଦବ? ନିଶ୍ଚୟ ସ୍ୱାମୀ। ହେଲେ ଗୋଟିଏ କଥା ଜାଣିଛନ୍ତି ଆପଣ? ମହାରାଣୀ, ଶ୍ରୀକୃଷ୍ଣ ଯେମିତି ଦେବକୀ ଗର୍ଭରେ ଜନ୍ମ ନେଇ ହଁ ଗୋପପୁରକୁ ଯାଇ ଯଶୋଦା କୋଳରେ ବଢିଥିଲେ, ହଁ ମହାରାଣୀ, ସେମିତି ମୁଁ ସିନା ଆଦର୍ଶକୁ ଜନ୍ମ ଦେଇନି। ମହାରାଣୀ, ତା ମା ଯେତେବେଳେ ଆରପାରିକୁ ଚାଲିଗଲା, ଆପଣ ମତେ ଦ୍ୱିତୀୟ ଥର ବାହା ହେଉଛନ୍ତି ସତ କଥା। କିନ୍ତୁ ସ୍ୱାମୀ, ଆଦର୍ଶକୁ ମଧ୍ୟ ମୋର ବି ତ କୌଣସି ଗୋଟେ ଚିନ୍ତାଧାରା ଅଛି ନା। ଅଛି ମହାରାଣୀ, ଅଛି। ସେଇଥିପାଇଁ ମୁଁ କ'ଣ କହୁଥିଲି କି, କ'ଣ କହୁଥିଲ? ଆପଣ ଆଗେ ଆଗେ ଚାଲନ୍ତୁ, ଆପଣଙ୍କ ପଛେ ପଛେ ମୁଁ ନିଶ୍ଚୟ ଯାଉଛି। ଠିକ ଅଛି ମହାରାଣୀ, ତେବେ ଚାଲ ଯିବା। ଚାଲ ମହାରାଣୀ। प्रभु रामचंद्र को 14 वर्ष वनवास कर
ठीक है जुगर मत जाई रेणुका को सही कोई कई मास साजबा को पड़िबो काहे कि ना कले बले कौशले राजा कराइबी तो मो पुआ वास्तव की राजा कराइबी लोमा मो भाई नारायण मोहंती ता कथा तो कहले न सरे कण कहिला ए भौणी ए बुढ़ा राजा को बाहई जाम देखिबु राज्य राज संपत्ति राजा तो नारे कर देबे राजा न छना कुड़बा ना ना आज को अनेक दिन हैला मो भाई नारायण मंत्री मो घर को आसीबे बोली से मते कथा दे जाईची निश्चय आज से मो घर को आसीबा देखिबी मालो तारी दिन को मोरी दिन में मोरी दिन